ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆବର୍ଜନାର ସଠିକ୍ ପରିଚାଳନା ଆବଶ୍ୟକ। ତେଣୁ ଆମର ପ୍ରତ୍ୟେକ ଶ୍ରେଣୀ କୋଠରୀର ବାହାରେ 2ଟି ବାଲ୍ଟି ନୀଳ ଓ ସବୁଜ ରଙ୍ଗର ଥାଏ। ନୀଳ ରଙ୍ଗର ବାଲ୍ଟିରେ ପିଲାମାନେ ପ୍ଲାଷ୍ଟିକ୍ ଦ୍ରବ୍ୟ ଏବଂ ସବୁଜ ରଙ୍ଗ ବାଲ୍ଟିରେ ପିଲାମାନେ ମାଟିରେ ମିଶି ଯାଉଥିବା ଦ୍ରବ୍ୟ ପକାଇଥାନ୍ତି। ତା ସହିତ ମଧ୍ୟ ଆମର ଭୋଜନ କକ୍ଷରୁ ଏବଂ ରୋଷେଇ ଗୃହରୁ ବାହାରୁଥିବା ଆବର୍ଜନା ମଧ୍ୟ ସବୁଜ ବାଲ୍ଟିରେ ବା ଡଷ୍ଟବିନ୍ରେ ପକାଇଥାନ୍ତି ଏବଂ ସେଇ ସବୁଜ ଡଷ୍ଟବିନ୍ର ବାଲ୍ଟିକୁ ଆମର ଗୋଟିଏ କମ୍ପୋଷ୍ଟ ପିଟ୍ ଥାଏ, ସେଠାରେ ଆମେ ଜମା କରୁ ଏବଂ ସେଥିରେ କିଛି ପତ୍ର ପକାଇଥାଉ ଏବଂ ପିଲାମାନଙ୍କର ମଧ୍ୟାହ୍ନ ଭୋଜନ ପରେ ସେମାନେ ସେହି କମ୍ପୋଷ୍ଟ ପିଟ୍ରେ ସେମାନଙ୍କର ଅଇଁଠା ଚକୁଡ଼ି ପକାଇଥାନ୍ତି। ସେ କିଛି ଦିନ ପରେ ଦେଖାଯାଏ ସେ କମ୍ପୋଷ୍ଟରେ ପରିଣତ ହୁଏ, ଯାହାକି ଆମର ବିଭିନ୍ନ ଗଛ ଲତାରେ ଦେବା ପାଇଁ ଜୈବିକ ଖତର ଆବଶ୍ୟକତାକୁ ପୂରଣ କରିଥାଏ। ଏହିପରି ଭାବେ ଆମର ବିଦ୍ୟାଳୟରେ ଆବର୍ଜନାର ପରିଚାଳନା କରାଯାଏ।